ସବୁଠାରୁ ଭଲ ଚୁପ୍ ରହିବା ହୋଇଥାଏ, କାରଣ ସବୁଠାରୁ ଅଧିକ ଭୁଲ ଆମର ମୁହଁ ହିଁ କରିଥାଏ। ନୀରବତା ବି ଅନେକ କଥା କହିଥାଏ। ତାକୁ କାନ ଲଗାଇ ନୁହେଁ, ହୃଦୟ ଲଗାଇ ଶୁଣ, ବହୁତ କିଛି ଶୁଣାଯିବ। ମଣିଷର ହୃଦୟ ସୁନ୍ଦର ଅଛି, ତାକୁ ପ୍ରେମ କର। ଆଖିର କ'ଣ ଅଛି, ତାକୁ ତ ସବୁ ସୁନ୍ଦର ଲାଗିବ। କାହା ସାଥେ ହୃଦୟର ସହ କଥା ହେବା ଆଉ କାହାର ହୃଦୟ ରଖିବା ପାଇଁ କଥା ହେବା ମଧ୍ୟରେ ବହୁତ ଫରକ ଥାଏ। ଚରିତ୍ର ଏବଂ ବିଚାର ଭଲ ହେବା ଦରକାର। କଥା ତ ସମସ୍ତେ ହିଁ ଭଲ କୁହନ୍ତି। ଗୋଟିଏ ଲୋକଙ୍କୁ ବାରମ୍ବାର ଅନୁରୋଧ କରିବା ଅପେକ୍ଷା ନିଜେ ଚୁପ୍ ରହିଯିବା ଭଲ। କେବଳ ପଇସାରେ ବ୍ୟକ୍ତି ଧନବାନ ହୋଇନଥାଏ। ଅସଲ ଧନବାନ ତ ସିଏ ଯାହା ପାଖରେ ଭଲ ବିଚାର, ଭଲ ଭାବନା ଆଉ ମଧୁର ବ୍ୟବହାର ଥାଏ। ଭଲ ମଣିଷ ହେବା ପାଇଁ ସେତିକି ଚେଷ୍ଟା କର ଯେତିକି ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରୁଛ। ପ୍ରେମରେ କେବଳ ଏତିକି ଦରକାର, ଯଦି ଜଣେ ଚୁପ୍ ହେଇଗଲା ତେବେ ଅନ୍ୟ ଜଣେ ବୁଝିବା ଦରକାର। ଯଦି ଆମର ଚିନ୍ତାଧାରା ସୁନ୍ଦର ଅଛି ତେବେ ସବୁକିଛି ଆମକୁ ସୁନ୍ଦର ଲାଗିଥାଏ। ଦୁନିଆରେ ଲୋକମାନଙ୍କୁ ସବୁ ଜିନିଷ ଦେଖାଯାଏ, କେବଳ ନିଜ ଭୁଲ କେବେ ଦେଖାଯାଏ ନାହିଁ। ଅଧିକରୁ ଅଧିକ ପାଇବା ଲୋଭରେ ମଣିଷ ଯାହା ପାଖରେ ଥାଏ ତାକୁ ମଧ୍ୟ ହରେଇ ଦିଅନ୍ତି। ନିଜଠାରୁ ବି ଅଧିକ ସୁରକ୍ଷା ମୋବାଇଲକୁ ଦିଅ, କାରଣ ଆଜିକାଲି ସବୁ ସମ୍ପର୍କ ଆଉ ସମ୍ପର୍କୀୟ ଏହି ମୋବାଇଲରେ ହିଁ ସୁରକ୍ଷିତ ଅଛନ୍ତି। ଜଣଙ୍କର ଏକତରଫା ସଚ୍ଚା ପ୍ରେମ ସଫଳ ହୁଏ କି ନାହିଁ ଜାଣିନି, କିନ୍ତୁ ଦୁଇ ଜଣଙ୍କର ପ୍ରେମ ଯଦି ସଚ୍ଚା ହୋଇଥାଏ ତେବେ ପ୍ରେମ ସଫଳ ହୋଇଥାଏ।